ମଧୁର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ପ୍ରତି ସମୟରେ ନୂଆ ନୂଆ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ମୋତେ ଅନୁଗ୍ରହ କରୁଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ ଯେ ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି। କେବଳ ଶୁଣୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆମକୁ ଆପଣମାନେ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ଏହି ସବୁ ବିଷୟ ନିମନ୍ତେ ମୁଁ ପରମେଶ୍ୱରଙ୍କୁ ଗୌରବ ଦିଏ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗଟି ଏହିପରି ଅଟେ, ରବିବାର ଦିନ ଚର୍ଚ୍ଚ ଯିବା ଜରୁରୀ କି? ଆଜିର ପ୍ରସଙ୍ଗ ହେଲା ରବିବାର ଦିନ ଚର୍ଚ୍ଚ ଯିବା ଜରୁରୀ କି? ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ପରମେଶ୍ୱରଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ଦେଖନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ଆତ୍ମିକ ବିଶ୍ୱାସୀ ନିମନ୍ତେ କେବଳ ରବିବାର ଦିନ ଯେ ଜରୁରୀ ଏହିପରି ନୁହେଁ। ଜଣେ ଆତ୍ମିକ ଖ୍ରୀଷ୍ଟିଆନ ନିମନ୍ତେ ମଣ୍ଡଳୀର ପ୍ରତ୍ୟେକ ସହଭାଗିତା ସେହି ବିଶ୍ୱାସୀ ପାଇଁ ପ୍ରାଧାନ୍ୟ ଅଟେ, ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। କେବଳ ରବିବାର ଦିନକୁ ଜଣେ ଆତ୍ମିକ ବିଶ୍ୱାସୀ ପ୍ରାଧାନ୍ୟ ଦିଏ ନାହିଁ। ପ୍ରତ୍ୟେକ ସହଭାଗିତା ସେହି ବିଶ୍ୱାସୀ ନିମନ୍ତେ ଜରୁରୀ ଅଟେ। କିନ୍ତୁ ଜଣେ ପରମ୍ପରାବାଦୀ ବିଶ୍ୱାସୀ ନିମନ୍ତେ କେବଳ ରବିବାର ଦିନ ହିଁ ସେମାନଙ୍କ ଜୀବନରେ ବଡ଼ ଅଟେ। ରବିବାର ଦିନ ସେମାନେ ସହଭାଗିତା ଆସନ୍ତି ଏବଂ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସେମାନେ ନିଜ ଇଚ୍ଛାରେ ସେମାନେ ଜୀବନଯାପନ କରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ପ୍ରସଙ୍ଗ ମାଧ୍ୟମରେ ମୁଁ କାହାର ବିଚାର କରିବା ଉଦ୍ଦେଶ୍ୟରେ ମୁଁ ଏହି ପ୍ରସଙ୍ଗ ପ୍ରସ୍ତୁତ କରୁନାହିଁ। କିନ୍ତୁ ଏହି ପ୍ରସଙ୍ଗ ଶୁଣୁଥିବା ସମୟରେ ଆମେ ଯେପରି ନିଜକୁ ସମୀକ୍ଷା କରିବା, ବୁଝିବା ଯେ ମୁଁ ପ୍ରକୃତରେ ଆତ୍ମିକ ନା ପରମ୍ପରାବାଦୀ ଖ୍ରୀଷ୍ଟିଆନ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ କରନ୍ତୁ ଯେ ଆଦ୍ୟ ମଣ୍ଡଳୀର ବିଶ୍ୱାସୀମାନେ ସେମାନେ ପ୍ରତିଦିନ ସହଭାଗିତାରେ ରହୁଥିଲେ ଏବଂ ପ୍ରତିଦିନ ସହଭାଗିତାରେ ରହିବା ସହିତ ସେମାନେ ସପ୍ତାହର ପ୍ରଥମ ଦିନକୁ ଅର୍ଥାତ୍ ରବିବାର ଦିନକୁ ସେମାନେ ବିଶେଷ ଦିନ ଭାବରେ ସେମାନେ କ'ଣ କରୁଥିଲେ? ସେମାନେ ପାଳନ କରୁଥିଲେ ବା ସେମାନେ ଏକତ୍ର ହେଉଥିଲେ। ହେଇପାରେ ଆଜି ଆମେ ମଣ୍ଡଳୀରେ ରହି ପ୍ରତ୍ୟେକ ସହଭାଗିତାରେ ଆମେ ଯୋଗଦାନ କରୁଛୁ। ତାହା ସହିତ ରବିବାର ଦିନର ବିଶେଷତାକୁ ମଧ୍ୟ ଆମେ ଜାଣିବା ଆବଶ୍ୟକ ରହିଛି। ରବିବାର ଦିନ ଆମ ଜୀବନର ଗୋଟେ ପ୍ରଥମ ସ୍ଥାନ ହେବାର ଅଛି ଯେ ରବିବାର ଦିନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ପ୍ରଭୁଙ୍କର ନିକଟକୁ ଯିବା ପାଇଁ, ସହଭାଗିତାକୁ ଯିବା ପାଇଁ। କାହିଁକି? ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟ 33 ପଦ ପଢ଼ିବେ। କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ। ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, ରବିବାର ଦିନ ଆମ ନିମନ୍ତେ କାହିଁକି ଜରୁରୀ ଅଟେ? ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ। ଗୋଟିଏ ସପ୍ତାହ ରବିବାର ଆସିଲା ପରେ ଗୋଟେ ସପ୍ତାହ ଆରମ୍ଭ ହୁଏ। ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ। ଆଉ ସେହି ପ୍ରଥମ ଦିନରେ ଆମେ କାମକୁ ନ ଯାଇ, ବ୍ୟବସାୟକୁ ନ ଯାଇ, ଆମେ ଅଫିସ ନ ଯାଇ ଆମେ ପ୍ରଭୁଙ୍କ ନିକଟକୁ ଯାଉ। କାହିଁକି ଆମେ ପ୍ରଭୁଙ୍କ ନିକଟକୁ ଯାଉ? କାହିଁକି ଆମେ ମଣ୍ଡଳୀକୁ ଯାଉ? କାହିଁକି ଆମ ପାଇଁ ଜରୁରୀ ଅଟେ? କାରଣ ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ। ଆଉ ସେହି ପ୍ରଥମ ଦିନରେ ମୋ ଜୀବନରେ ପରମେଶ୍ୱର ପ୍ରଥମ ବୋଲି ଘୋଷଣା କରିବା ପାଇଁ ଏବଂ ମୋ ଜୀବନରେ, ମୋ ବ୍ୟବସାୟରେ, ମୋ ପରିବାରରେ, ମୋର ସେବା କାର୍ଯ୍ୟରେ ମୋର ଯୀଶୁଖ୍ରୀଷ୍ଟ, ମୋର ପରମେଶ୍ୱର ପ୍ରାଧାନ୍ୟ ଅଟନ୍ତି, ମୁଖ୍ୟ ଅଟନ୍ତି, ପ୍ରଥମ ଅଟନ୍ତି ବୋଲି ଆମେ ଘୋଷଣା କରିବା ପାଇଁ ଏବଂ ପରମେଶ୍ୱରଙ୍କୁ ନିଜର କରିବା ପାଇଁ ସପ୍ତାହ ସାରା ମୁଁ ଯେଉଁ କାମକୁ ଯିବି, ମୁଁ ଯେଉଁ ଡ୍ୟୁଟି କରିବି, ଯେଉଁ କାର୍ଯ୍ୟକଳାପ ମଧ୍ୟକୁ ମୁଁ ଯିବି, ଯେଉଁ ସେବା କାର୍ଯ୍ୟ ନିମନ୍ତେ ଯିବି, ସେହି ସବୁ କ୍ଷେତ୍ରରେ ପରମେଶ୍ୱର ମୋ ଜୀବନରେ ପ୍ରଥମ ହୁଅନ୍ତୁ। ଏହି ଉଦ୍ଦେଶ୍ୟରେ ଆମ ପାଇଁ ରବିବାର ଦିନ ସହଭାଗିତା ଅତି ଜରୁରୀ ଅଟେ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଅନେକ ସମୟରେ
आमे मंडली सहभागितार अनेक भाई भणी माने सेमानक पई कोनोसी प्रार्थना मध्य सेमानक पई मुख्य नै। सेमानक निमंते वर्षको थरे डिसेम्बर 25, सेमानक निमंते गुड फ्राइडे, सेमानक निमंते नुआ वर्ष एपरि केतेक सहभागिता सेमानक पई गुरुत्वपूर्ण। एही प्रकार कथा काहाकू सुनिबा पई बिल्कुल पसंद लागे नाही। केही पसंद करंतु, केही सेमानको मनोरंजन निमंते एही सेवा कार्य, एही ऑनलाइन सेवा कार्य परमेश्वर आमानकू देई नाहंती। सत्यता जेपरि मु आपण मानकू जणाई पारे सेही उद्देश्य रे एही प्रसंग गुडी को मु प्रस्तुत करूछि। परमेश्वर आमानकू अनुग्रह करंतु प्रिय भाई भणी माने। रविवार दिन एथि पई हमकू जरूरी अटे। रविवार दिन होउछि सप्ताहर प्रथम दिन। सेति पई आमे प्रभुको निकटकू जाऊ आ कहू जे मो जीवन रे प्रथम मोर प्रभु अटंती। एहा घोषणा करिबा पई, एहा कहिबा पई आमे कोन करू, आमे प्रभुंकर से निकटकू बा रविवार सहभागिता को आमे जाऊ। आ रविवार सहभागिता, रविवार प्रार्थना आम पई अति जरूरी अटे। काहेकि जरूरी अटे जे रविवार दिन होउछि सप्ताहर प्रथम दिन। आ मोर जीवन रे मोर प्रभु प्रथम हेबार अछि, मो प्रभु प्रथम अटंती। एहा घोषणा करिबा को हेले आ परमेश्वर को निजर करिबा को हेले जने विश्वासी निमंते रविवार प्रार्थना अति गुरुत्वपूर्ण अटे। आपण माने मो सहित प्रेरित पुस्तक 20 अध्याय को आसीबे। 20 अध्याय 7 पदरे प्रकार लिखा जाए, सप्ताहर प्रथम दिन रे अर्थात रविवार दिन, सप्ताहर प्रथम दिन रे जेतेबेले आंभ माने रोटी भांगिबाकू एकत्रित होइथिलु, सेतेबेले पाउल परदिन प्रस्थान करिवे बोली उद्यत होउथिबारु सेमानंकू उपदेश देबाकू लागिले ओ अर्धरात्र पर्यंत दीर्घ वक्तृता देले। एहा पाउलंक विषय लिखा जाए। पाउल जने जिहुदी लोक थिले, आउ से प्रभु जीशु ख्रीष्ट को ग्रहण कला परे से सप्ताहर प्रथम दिन से कौन करुथिले, से प्राधान्य देउथिले। सप्ताहर प्रथम दिन रे से माने कौन होउथिले, एकत्रित होउथिले, रोटी भांगुथिले। रोटी भांगिबार अर्थ कौन? सहभागिता। आमे समस्ते एक, केही शिक्षित हुअन्तु, अशिक्षित हुअन्तु, केही सुंदर हुअन्तु, असुंदर हुअन्तु, केही धनी हुअन्तु, किए गरीब हुअन्तु, आमे समस्ते एक, एक रोटीर अंशी, एक पान पात्रर अंशी। एहा सहभागिता करिबा निमंते, एहाकू आमे परस्पर एक शरीर हेबा निमंते जोड़े ख्रीष्ट विश्वासी निमंते रविवार प्रार्थना बा सप्ताहर प्रथम दिन को कौन करुथिले, प्राधान्य देउथिले। प्रेरित पुस्तक 2 अध्याय रे आद्य मंडली रे भाई भणी माने सेमाने कौन करुथिले, प्रतिदिन सेमाने सहभागिता रहुथिले। मात्र एई स्थान आमे देखुछु जे सेमाने सप्ताहर प्रथम दिन रे कौन करुथिले, सेमाने रोटी भांगिबा निमंते सेमाने एकत्र होउथिले। शेषरे गोटे कथा कही मु समाप्त करिबा पई चाहे। शेषरे जदि आपण मान देखिबे लूक 24 अध्याय 1 पद, माथ्यू 28 अध्याय 1 पद, मार्क लिखित सुसमाचार 16 अध्याय 1 और 2, जॉन लिखित सुसमाचार 20 अध्याय 1 पद अनुसार प्रभु जीशु ख्रीष्ट सप्ताहर प्रथम दिवस रे अति प्रत्युषरे से कौन हेले, पुनरुत्थित हेले। प्रभु जीशु ख्रीष्ट सप्ताहर प्रथम दिन रे अर्थात रविवार दिन अति प्रत्युषरे से कौन हेले, पुनरुत्थित हेले। पृथ्वी रे अनेक ज्ञानी पंडित, राजा, शिक्षित लोक माने, मान्यगण्य लोक माने, केते लोक जन्मी थिले। सेमानकर भविष्य कबर रे सरीगला, सेमानक शरीर माटी रे रहीगला, कबर रे रहीगला। मात्र धन्य से परमेश्वर, आमे जहांकर सेवा करूछु, आमको जे डाकी छंती, आमको जे बाछि छंती, सही परमेश्वर अर्थात प्रभु जीशु ख्रीष्ट से कबर रे नाहंती, से कबर को फटै उठी छंती। आउ एही सप्ताहर प्रथम दिवस होउची विजयर दिवस। प्रभु जीशु ख्रीष्ट क्रूस रे शैतान को पराजय कले, आउ से कबर रे मृत्यु को पराजय कले। मृत्यु को जय करिथिबा एकमात्र परमेश्वर जदि पृथ्वी रे केही अछंती, से होचंती जीशु ख्रीष्ट। आमे सेही रविवार दिन को आमे विजयर दिन भाव रे घोषणा करिबा पाई प्रभु जीशु ख्रीष्ट मृत्यु को हरैछंती, मृत्यु उपरे जय पाइछंती, ताहाकू मने पकाई आमे ताहांकर निकटतर हेई सेही परित्राण आ सेही
ଶାନ୍ତିର ଆଉ ସେହି ମୃତ୍ୟୁ ଉପରେ ଯେଉଁ ଅଧିକାର କଲେ ବା ମୃତ୍ୟୁକୁ ପରାଜୟ କଲେ, ସେହି ଆନନ୍ଦକୁ ମନେ ପକାଇ ତାହାଙ୍କୁ ଧନ୍ୟବାଦ ଦେବା ପାଇଁ ଆମେ ଆମ ଜୀବନରେ ରବିବାର ଦିନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ, ଅତି ଜରୁରୀ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଏହି ବାକ୍ୟ ଶୁଣୁଥିଲା ବେଳେ ଆମେ କ'ଣ କରିବା ଆବଶ୍ୟକ ରହିଛି, ଯେ ନିଜକୁ ଆମେ ସମୀକ୍ଷା କରିବା ଯେ ଆମେ ପରମେଶ୍ୱରଙ୍କର ଗୃହକୁ ଯିବା ପାଇଁ ଆମେ କେତେ ଆଗ୍ରହୀ ଅଟୁ। ଯଦି ଆମେ ହେଇପାରେ ସୌଭାଗ୍ୟତାକୁ ଆମେ ଅବହେଳା କରିଛୁ, ହେଇପାରେ କେଉଁଠି ନା କେଉଁଠି ଆମ ଭିତରେ ସେହି ଉଦ୍ଯୋଗତା ନାହିଁ, ଆମେ ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ଯେ ପରମେଶ୍ୱର ମୋତେ ତୁମ ମଣ୍ଡଳୀ ସୌଭାଗ୍ୟତାକୁ ଯିବା ପାଇଁ ତୁମର ସେଇ ଇଚ୍ଛା ଶକ୍ତି ଦିଅ, ତୁମର ଅନୁଗ୍ରହ ଦିଅ। ଆମେ ପ୍ରଭୁଙ୍କ ନିକଟରେ ଏହା ମାଗିବା ଆବଶ୍ୟକ ରହିଛି। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିଜୟର ଦିନକୁ ଆମେ ପାଳନ କରିବା ପାଇଁ ଆମେ ରବିବାର ପ୍ରାର୍ଥନା ଅତି ଜରୁରୀ ଅଟେ। ବିଜୟର ଦିନ ଭାବରେ ଯେ କେବଳ ପୁନରୁତ୍ଥିତ ଦିନ ରିଜରେକ୍ସନ୍ ଡେକୁ କେବଳ ଗୋଟିଏ ଖ୍ରୀଷ୍ଟିଆନ ସେଲିବ୍ରେଟ୍ କରେ ନାହିଁ। ବର୍ଷର ପ୍ରତ୍ୟେକ ରବିବାର ଜଣେ ବିଶ୍ୱାସୀ କ'ଣ କରେ, ସେ ଯୀଶୁଖ୍ରୀଷ୍ଟଙ୍କର ବିଜୟର ଦିନ ଅର୍ଥାତ୍ ମୃତ୍ୟୁକୁ ପରାଜୟ କରିଥିବା ଦିନ, ଶୈତାନକୁ ହରାଇଥିବା ଦିନ, ସେହି ରବିବାର ଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ, ସେହି ଦିନ ଆମେ ପ୍ରଭୁଙ୍କ ନିକଟକୁ ଯିବା, ତାହାଙ୍କର ଗୃହରେ ରହି ଆମେ ତାହାଙ୍କର ମହିମା ଗୌରବ କରିବା। ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଅତି ଜରୁରୀ ଅଟେ। ପରମେଶ୍ୱର ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ